ଦେଖନ୍ତୁ ଏଠାରେ ବିଭିନ୍ନ ପ୍ରକାର ଖେଳ ହଉଛି। ଏହା ଆମର ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଉ ପ୍ରେରଣା ଯେ ଛାତ୍ରଛାତ୍ରୀ ମାନେ କିଭଳି ସେମାନଙ୍କର ଶାରୀରିକ ବିକାଶ ହବ, ଖେଳକୁଦର ବିକାଶ ହବ ଏବଂ ଏମାନେ ଆଗାମୀ ଦିନରେ ଖେଳି ଏ ଦେଶର ଯଶ କେମିତି ରଖିପାରିବେ। ତେଣୁ ଯଶସ୍ୱୀ ହେବା ପାଇଁ ସମସ୍ତଙ୍କୁ ପ୍ରେରଣାଦାୟକ ହବ। ତେଣୁ ଆମେ କେବଳ ଯେ କୋରାପୁଟରେ ହଉନାହିଁ, ଦେଶ ସାରା ଏ ଖେଳ ମହୋତ୍ସବ ହଉଛି। ଏହା ଦ୍ୱାରା ବହୁତ ପ୍ରେରଣା ପାଉଛନ୍ତି, ଉତ୍ସାହିତ ଅଛନ୍ତି ଏବଂ କୋଉଠି ନା କୋଉଠି ଆମେ ଏହା ମାଧ୍ୟମରେ ଯେତେବେଳେ ଦେଶ ଦେଶ ମଧ୍ୟରେ ଜାତୀୟ ସ୍ତର ଆନ୍ତର୍ଜାତୀୟ ସ୍ତରରେ ଖେଳ ହବ, ସେତେବେଳେ ଦେଖିବେ ଏମାନଙ୍କର ଯୋଉ ବଡିର ଫିଟନେସ୍ ଆସିବା କଥା, ଯୋଉ ଯେକୌଣସି ପ୍ରକାର ଖେଳ ଆପଣ ଗୋଟିଏ ଖେଳ ନାହିଁ, ଯୋଉ କ୍ରିକେଟ ଖେଳ ହଉ କି ବ୍ୟାଡମିଣ୍ଟନ ହଉ କି ସେ ଟେନିସ୍ ହଉ କି ଦୌଡ଼ା ହଉ କି ଆଥଲେଟିକ ରେ ହଉ କି ଏ ସମସ୍ତ ପ୍ରକାର ଖେଳ ଯଶ କିପରି ରଖିପାରିବେ, ଏ ଦେଶର ସମ୍ମାନ କେମିତି ରଖିପାରିବେ, ତାକୁ ଦୂରଦୃଷ୍ଟି ରଖି ଏ ସଂସଦୀୟ ଖେଳ ମହୋତ୍ସବ କରାଯାଉଛି। ଏହା ବହୁତ ଭଲ ଏବଂ ପ୍ରେରଣାଦାୟକ ହବ। ବ୍ଲକ ସ୍ତରୀୟ ଖେଳ ମହୋତ୍ସବ ଅଛି, ଆସନ୍ତା କାଲି ଜିଲ୍ଲା ସ୍ତରୀୟ ମହୋତ୍ସବ ଅଛି। ତେଣୁ ଆମର ସାଂସଦ ରାଜ୍ୟସଭା ସାଂସଦ ବି ଆସିବାର କାର୍ଯ୍ୟକ୍ରମ ଅଛି ଆସନ୍ତା କାଲି। ତେଣୁ ଏସବୁ ଖେଳକୁଦ ବା ଏଇସବୁ କରିବା ଦ୍ୱାରା ଆମର ପରିବେଶ ଏବଂ ଏଇ ଦେଶର ମାନ ନିଶ୍ଚିତ ଭାବରେ ଆଗକୁ ଯିବ।